ମୋର ପ୍ରିୟ ପିଲାମାନେ, ଆଶା କରିବି ସମସ୍ତେ ବହୁତ ହି ଭଲରେ ଥିବ। ଫାଇନାଲି ଓଡ଼ିଶା ସରକାରଙ୍କ ତରଫରୁ ଗୋଟେ ନୂଆ ଆପଣଙ୍କର କାର୍ଡ଼ ଲଞ୍ଚ କରାହେଇଛି। ଠିକ୍ ଅଛି। ଯଦି ଆପଣ ଖାଲି +3 ପଢ଼ୁଛନ୍ତି ମାନେ ଫାର୍ଷ୍ଟ ଇୟର ହଉ କିମ୍ବା ସେକେଣ୍ଡ ଇୟର ହଉ କିମ୍ବା ଫାଇନାଲ ଇୟର ହଉ କିମ୍ବା ପିଜି ଆପଣମାନେ ପଢ଼ୁଛନ୍ତି ଫାର୍ଷ୍ଟ ଇୟର ହଉ କିମ୍ବା ଆପଣଙ୍କର ସେକେଣ୍ଡ ଇୟର, ତ ଆପଣଙ୍କୁ ଏହି କାର୍ଡ଼ ମିଳିବ। এই କାର୍ଡ଼ ଆପଣଙ୍କର 3ଟି ଫର୍ମାଟରେ ଆପଣଙ୍କର ଆଭେଲେବୁଲ୍ ହେବ। ତାହା ଆପଣଙ୍କର ସିଲଭର ହେଇପାରେ, ଗୋଲ୍ଡ ହେଇପାରେ କିମ୍ବା ପ୍ଲାଟିନମ୍ ହେଇପାରେ। ଠିକ୍ ଅଛି। ଏବଂ ଏଥିରେ ସମସ୍ତେ ଆପଣଙ୍କର ପାଇବେ 100%। ଯଦି ଆପଣଙ୍କର ବାପା ମା ଗଭର୍ଣ୍ଣମେଣ୍ଟ ଚାକିରି ବି କରୁଛନ୍ତି ହେଲେ ବି ପାଇବେ। ST, SC, SC, BC, ଜେନେରାଲ ସମସ୍ତେ ପାଇବେ। ଏହା ସମ୍ପର୍କରେ ମୁଁ ଆପଣଙ୍କୁ ଡିଟେଲ କହିବି। ସବୁ ସାଙ୍ଗମାନଙ୍କୁ ଜଣାଇ ଦିଅନ୍ତୁ। ମାଗଣା ରିଚାର୍ଜ କରିବେ ଆପଣମାନେ, ପୁରା ଫ୍ରି ରିଚାର୍ଜ। ଠିକ୍ ଅଛି। ପୁରା ହାଲଚିକ୍ ଆପଣଙ୍କର କରିବେ। ତ ଲାଇକ୍ ଆଉ ସେୟାର କରିକି ସବୁ ସାଙ୍ଗମାନଙ୍କୁ ଜଣାନ୍ତୁ, ଯଦ୍ୱାରା କି ଓଡ଼ିଶା ସାରା ସବୁ ସାଙ୍ଗମାନେ ଆପଣଙ୍କର ଜାଣିପାରିବେ। ଆଉ ଚ୍ୟାନେଲକୁ ନୂଆ ଅଛନ୍ତି ଦେନ୍ ଏବେ ହିଁ ସବସ୍କ୍ରାଇବ୍ କରିକି ଅଲ୍ ନୋଟିଫିକେସନକୁ ବି ଆପଣ ଅନ୍ କରିଦେବେ। ଯେମିତିକି ଆପଣ ଜାଣିଥିବେ ଓଡ଼ିଶା ଗଭର୍ଣ୍ଣମେଣ୍ଟ ନୂଆ ଆପଣଙ୍କର ଓ ସ୍କଲାରସିପ୍ ଆଣିଥିଲେ। ଆପଣମାନେ ପ୍ରାୟତଃ ଆପ୍ଲାଏ କରିଛନ୍ତି। ସମସ୍ତେ ଆପଣଙ୍କର ଏହା ପାଇଁ ଟଙ୍କା ଆପଣଙ୍କର ପାଇବେ। ପୁଅମାନେ 9,000 ପାଇବେ, ଝିଅମାନେ 10,000। ଆପଣଙ୍କ ମନରେ ପ୍ରଶ୍ନ ଆସିପାରେ ଟଙ୍କା କେବେ ମିଳିବ ଟଙ୍କା? ତ ଦେଖନ୍ତୁ ଆଜି ଆମର 3ଟି ଜିଲ୍ଲାରେ ଆପଣଙ୍କର ଡିଷ୍ଟ୍ରିବ୍ୟୁଟ୍ କରାହେଲା। ସମ୍ବଲପୁର ଜିଲ୍ଲାର ପିଲା ପାଇଲେ, ଦେବଗଡ଼ ଜିଲ୍ଲା ଆଉ ଅନୁଗୁଳ ଜିଲ୍ଲାର ପିଲାମାନେ ଆପଣଙ୍କର ଟଙ୍କା ପାଇଲେ। ଠିକ୍ ଅଛି। ଏବେ ଆପଣଙ୍କର ଜିଲ୍ଲାରେ ସେଇଭଳି ଆପଣ ୱେଟ୍ କରନ୍ତୁ। ଆପଣଙ୍କର ଜିଲ୍ଲାରେ ମଧ୍ୟ ଆସିଯିବ ଆଉ ଆପଣମାନେ ଟଙ୍କା ପାଇଯିବେ। ଠିକ୍ ଅଛି। ଇଲେକ୍ସନର ଋତୁ ଅଛି, ଆପଣମାନେ ପାଇଯିବେ। ତ ଆପଣଙ୍କ ପାଇଁ +2 ପିଲାମାନଙ୍କ ପାଇଁ ନାହିଁରେ ହେଲା। +2 ପିଲାମାନଙ୍କର ନାହିଁ। ଖାଲି ଯଦି ଆପଣ +3 ଫାର୍ଷ୍ଟ ଇୟରରେ ପଢ଼ୁଛନ୍ତି, ସେକେଣ୍ଡ ଇୟର କିମ୍ବା ଫାଇନାଲ ଇୟରରେ ପଢ଼ୁଛନ୍ତି କିମ୍ବା ପିଜି ଆପଣ ଫାର୍ଷ୍ଟ ଇୟର କିମ୍ବା ସେକେଣ୍ଡ ଇୟର, ସମସ୍ତେ କମ୍ପଲସରି 100% ସବୁ ପିଲାଙ୍କୁ ଆପଣଙ୍କର ଏହି କାର୍ଡ଼ ମିଳିବ। ଆପଣ କହିବେ ସାର୍ ଏଇ କାର୍ଡ଼ ଆମେ କେମିତି ପାଇବୁ? ଆପଣଙ୍କୁ ଅନଲାଇନ୍ ଆପ୍ଲାଏ କରିବା ପାଇଁ ପଡ଼ିବ। ତ ତାର ୱେବସାଇଟ୍ ହୁଏତ ସେଇ ଯେଉଁ ସ୍କଲାରସିପ୍ ଓଡ଼ିଶା ଆପଣଙ୍କର ୱେବସାଇଟ୍ରେ ଆପ୍ଲାଏ କରିବେ କିମ୍ବା ହୁଏତ ଅନ୍ୟ ୱେବସାଇଟ୍ ଆପଣଙ୍କ ଲଞ୍ଚ ହେଇପାରେ। ଆପଣ କହିବେ ସାର୍ ଏଇ କାର୍ଡ଼ ଦ୍ୱାରା ଆମର କ'ଣ ବେନିଫିଟ୍ ହେବ? ଆପଣଙ୍କୁ ରିଚାର୍ଜ କୁପନ୍ ମିଳିବ। ରିଚାର୍ଜ କୁପନ୍ ଦେଖନ୍ତୁ, ଏଇ କାର୍ଡ଼ ଗୋଟେ ପଟେ ଦେଖିବା ପାଇଁ ଗଲେ ବହୁତ ହି ଭଲ। ଠିକ୍ ଅଛି। କାହିଁକି ନା ଯଦି ଆପଣ ଭଲ ପଢ଼ିବେ ନା, ଯେତେ ଅଧିକ ଭଲ ପଢ଼ିବେ, ଖେଳକୁଦ ନାଚ ଗୀତରେ ଆପଣ ପାର୍ଟିସିପେଟ୍ କରିବେ, ତ ଆପଣଙ୍କୁ ସିଲଭର କାର୍ଡ଼ ମିଳିପାରେ। ଯଦି ଆହୁରି ଭଲ କଲେ ଗୋଲ୍ଡ କାର୍ଡ଼ ମିଳିପାରେ। ଯଦି ଆହୁରି ଭଲ କଲେ ପ୍ଲାଟିନମ୍ କାର୍ଡ଼ ଆପଣଙ୍କୁ ମିଳିପାରେ। ମାନେ ଆପଣଙ୍କର ପରଫର୍ମାନ୍ସ ଉପରେ ଏଇ କାର୍ଡ଼ ଆପଣଙ୍କୁ ମିଳିବ। ବେନିଫିଟ୍ କ'ଣ ମିଳିବ? ଆପଣ ଗୋଟେ ଜାଗାରୁ ଆଉ ଗୋଟେ ଜାଗାକୁ ଯିବେ ବସ୍ରେ କିମ୍ବା ଟ୍ରେନରେ, ଆପଣଙ୍କ ପାଇଁ କିଛି କନସେସନ୍ ଆପଣଙ୍କୁ ମିଳିବ। ରିଚାର୍ଜ କୁପନ୍, ଯିଏ ପାଠ ପଢ଼ୁନି, ଖାଲି ଅନଲାଇନରେ ଖାଲି ଖାଲଚିକ୍ କରୁଛି, ତାକୁ 100 ଟଙ୍କା ରିଚାର୍ଜ। ଯିଏ ବହୁତ ଭଲ ପାଠ ପଢ଼ୁଛି, ଦିନ ରାତି ପଢ଼ୁଛି, ତାକୁ 500 ଟଙ୍କା ରିଚାର୍ଜ। ଆଉ ଯିଏ ଆହୁରି ଭଲ ପଢ଼ୁଛି ତାକୁ 1,000 ଟଙ୍କା ରିଚାର୍ଜ ମିଳିବ ଲେ। ତେଣୁକରି ଆପଣଙ୍କର ରିଚାର୍ଜର ଝଞ୍ଝାଟ ସରିଗଲା। ଏବେ ଆପଣମାନେ ଭଲ ପଢ଼ନ୍ତୁ, ଆପଣଙ୍କୁ ରିଚାର୍ଜ ମିଳିଯିବ। ଠିକ୍ ଅଛି। ତାପରେ ଧରାଯାଉ କୌଣସି ବି ଜାଗାରେ ଆପଣ ଆଡ଼ମିସନ୍ କରିବେ କୋଚିଂ ଇନଷ୍ଟିଚ୍ୟୁଟ୍ ମାନଙ୍କରେ, ଦେନ୍ ସେଠି ମଧ୍ୟ ଆପଣଙ୍କୁ କନସେସନ୍ ଆପଣଙ୍କର ମିଳିବ। ଇଣ୍ଟରଭ୍ୟୁ ମାନଙ୍କରେ ମଧ୍ୟ ଆପଣଙ୍କୁ ମିଳିବ। ତା ସହିତ ବହି କିଣିବେ ସେଥିରେ ମଧ୍ୟ ଆପଣଙ୍କୁ ମିଳିବ। ତ ବହୁତ ସାରା ଏମିତି ଜିନିଷ ରହିଛି ଯେଉଁଥିରେ ଆପଣଙ୍କୁ ବେନିଫିଟ୍ସ ଆପଣଙ୍କର ମିଳିପାରିବ। ଇଲେକ୍ସନ ସମୟ ଅଛି, ରିଚାର୍ଜ ବି ଆପଣଙ୍କୁ ମିଳିଗଲା। ଆଉ କ'ଣ ଦରକାର କୁହନ୍ତୁ, ଆପଣଙ୍କୁ ତାହା ମଧ୍ୟ ମିଳିଯିବ। ଆଶା କରିବି ଆପଣଙ୍କୁ ଭଲ ଲାଗିଥିବ। ସବୁ ସାଙ୍ଗମାନଙ୍କୁ ଜଣାଇ ଦିଅନ୍ତୁ, ଯିଏ ବି +3 ଆପଣଙ୍କର ଫାର୍ଷ୍ଟ ଇୟର, ସେକେଣ୍ଡ ଇୟର, ଫାଇନାଲ ଇୟର ପଢ଼ୁଛନ୍ତି କିମ୍ବା ପିଜି ଫାର୍ଷ୍ଟ ଇୟର, ସେକେଣ୍ଡ ଇୟରରେ ପଢ଼ୁଛନ୍ତି ଗଭର୍ଣ୍ଣମେଣ୍ଟ କଲେଜରେ ହେଲା, ଗଭର୍ଣ୍ଣମେଣ୍ଟ କଲେଜରେ ପଢ଼ୁଛନ୍ତି, ରେଗୁଲାର କଲେଜରେ, ଇଗ୍ନୁ OS OU ନୁହେଁ, ସେମାନଙ୍କୁ ଏଇ କାର୍ଡ଼ ଆପଣଙ୍କର ମିଳିଯିବ। ବେନିଫିଟ୍ ସମ୍ପର୍କରେ ଅଲରେଡ଼ି ମୁଁ ଆପଣଙ୍କୁ କହିଲି। ଆଉ ଯେଉଁ ଟଙ୍କା ଆପଣମାନେ ଯେଉଁ ଆପ୍ଲାଏ କରିଛନ୍ତି ନୂଆ ଓ ସ୍କଲାରସିପ୍ ପାଇଁ, ସେଇ ଟଙ୍କା ଆପଣଙ୍କ ଜିଲ୍ଲାରେ କେବେ ମିଳିବ ୱେଟ୍ କରନ୍ତୁ। କାହିଁକିନା ଏକା ସାଙ୍ଗରେ ନର୍ମାଲି ଟଙ୍କା ମିଳିଯିବା କଥା, କିନ୍ତୁ ଆପଣଙ୍କୁ ନ ଜଣେଇଲେ କେମିତି ହେବ କହିଲେ? ତେଣୁକରି ଆପଣଙ୍କ ଜିଲ୍ଲାକୁ ସାରା ମର ଯିବେ ଆଉ ଆପଣଙ୍କୁ ଟଙ୍କା ମିଳିବ। ଠିକ୍ ଅଛି ହେଲା। ଥ୍ୟାଙ୍କ ୟୁ। ଜୟ ଜଗନ୍ନାଥ। ଧନ୍ୟବାଦ।